ଏକ ବିଷାକ୍ତ ସାପ କାମୁଡ଼ି ଦେବାରୁ ଜଣେ ମହିଳାଙ୍କ ଅକାଳରେ ଜୀବନ ଯାଇଛି। ମୃତ ମହିଳା ଜଣକ ହେଉଛନ୍ତି ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ନାଚିନ୍ଦା ପଞ୍ଚାୟତ ଅନ୍ତର୍ଗତ ଖରିଦିଚକ ଗ୍ରାମର ସ୍ୱର୍ଗତ କାଳୀଚରଣ ଗିରିଙ୍କ ଝିଅ ନମିତା ଗିରି। ସେ ରାତିରେ ଖାଇସାରି ବାହାରକୁ ଶୌଚ ହେବାକୁ ଆସିଥିବା ବେଳେ ଏକ ବିଷଧର ସାପ ତାଙ୍କୁ କାମୁଡ଼ି ଦେଇଥିଲା। ତେଣୁ କିଛି ସମୟ ପରେ ନମିତାଙ୍କ ଶରୀରରେ ବିଷକ୍ରିୟା ଆରମ୍ଭ ହେବାରୁ ତାଙ୍କ ପରିବାର ଲୋକମାନେ ଜାଣିପାରି ତାଙ୍କୁ ସଙ୍ଗେ ସଙ୍ଗେ ପ୍ରଥମେ ଜଳେଶ୍ୱର ଡାକ୍ତରଖାନାକୁ ନେଇଯାଇଥିଲେ। କିନ୍ତୁ ସେଠାରେ ଅବସ୍ଥା ଗୁରୁତର ହେବାରୁ ପରେ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା। ଆଉ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହେବା ପରେ ଶବ ବ୍ୟବଚ୍ଛେଦ ହୋଇ ମର ଶରୀର ଗାଁରେ ଆସି ପହଞ୍ଚିଥିଲା। ପରେ ଅତ୍ୟନ୍ତ ଶୋକାକୁଳ ପରିବେଶରେ ଗ୍ରାମବାସୀ, ବନ୍ଧୁବାନ୍ଧବ ଏବଂ ପରିବାର ଲୋକମାନେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରିଛନ୍ତି। ବାଲେଶ୍ୱର ଜିଲ୍ଲା ଭୋଗରାଇରୁ ଚନ୍ଦନ କୁମାର ଦାସଙ୍କ ରିପୋର୍ଟ, କୋଣାର୍କ ଲାଇଭ୍।